ଆଜ୍ଞା ବଡ ଭାଇ ହଉଛି ନା ବାପ ତୁଲ୍ୟ ଲୋକ। ଆଉ ଆମେ କେଶବ ଭାଇ ହେଲା ଆପଣ ବାପ ତୁଲ୍ୟ ଲୋକ। କାହିଁକିନା ଆମକୁ ସେ ବଞ୍ଚେଇଛନ୍ତି ମାଛ ବେପାର କରିକି ତ କହିବ ଏତେ ଦୁଃଖଦାୟକ। ସଂକ୍ରାନ୍ତିରେ ଭାଉଜଙ୍କର ସୁନା ବିକି ଆମକୁ ଖାଇବାକୁ ଆଉ ତାଙ୍କୁ ଆମେ ଛାଡ଼ିପାରିବୁ। ମାନେ ଦେଖନ୍ତୁ ଦର୍ଶକ ବନ୍ଧୁ, ଆଜିକା ସମୟରେ ଯୋଉଠି ଭାଇ ଭାଇ ଭିତରେ ପଡୁନି, ବାପା ପୁଅ ଭିତରେ ପଡୁନି, ଭାଇ ତାଙ୍କ ବଡ ଭାଇଙ୍କ କଥା କହି ତାଙ୍କର ସାନ ଭାଇ ନିଜେ କାନ୍ଦି ପକଉଛନ୍ତି ଯେ ଭାଇଙ୍କୁ ବୟସ କେତେ ମଉସା? ମତେ 75 ବର୍ଷ। 75 ବର୍ଷରେ ବି ଆପଣ ହୋଟେଲରେ ରୋଷେଇ କରି ଲୋକମାନଙ୍କୁ ଖାଇବାକୁ ଦଉଛନ୍ତି? ଆଜ୍ଞା। କଷ୍ଟ କେବେ ଲାଗିନି? ନାଇଁ ନାଇଁ କଷ୍ଟ କିଛି ନାହିଁ। ଆଚ୍ଛା, ଇଏ ଏତେ ଶକ୍ତି କୋଉଠୁ ପାଉଛନ୍ତି ଆଜ୍ଞା? ଖାଦ୍ୟ ଭାତ ଏତିକି ଅଳ୍ପ ଦିଟା ଖାଏ, ଡାଲି ଖାଏ, ଆଉ କିଛି ଖାଏନି। ଆଚ୍ଛା, ଆଉ ପନିପରିବା ଆଇଁଷ ଫାଇଁଷ କିଛି ନାହିଁ। ଆପଣ ଆମିଷ ଖାଆନ୍ତି? ନା ବିଲକୁଲ। କିନ୍ତୁ ଲୋକମାନଙ୍କୁ ଆମିଷ କରି କରିକି ମଟନ କରେ, ଚିକେନ କରେ, ମାଛ କରେ, ସବୁ କରେ। ଆଚ୍ଛା, ଗୁଡୁ ଡାକୁନୁ। ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣ ମାନେ ଭଲରେ ଥିବେ, ସୁସ୍ଥରେ ଥିବେ। ସମୟ ଅଭାବ ହେତୁ ଭିଡ଼ିଓ ଆସିପାରୁନଥିଲା। ବହୁତ ଲୋକମାନେ ବି କମେଣ୍ଟ କରି ଜଣେଇଲେ ଯେ କାହିଁ ଭାଇ ଭିଡ଼ିଓ ଆସୁନି। ଯେଉଁମାନେ ଭଲ ପାଉଛନ୍ତି ସେମାନେ ବି ଖୋଜୁଥିଲେ, ଯେଉଁମାନେ ଗାଳି କରୁଛନ୍ତି ସେମାନେ ବି ଖୋଜୁଥିଲେ। ସେଥିପାଇଁ ମୁଁ ସବୁ ଭାଇମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ପହଞ୍ଚିଛି ବିରିଡ଼ିରେ, ଜଗତସିଂହପୁର ବିରିଡ଼ି। ଜଗତସିଂହପୁର ବିରିଡ଼ିରେ ଆସିକରି ମୁଁ ପହଞ୍ଚିଛି। ଏଠି ବି ଗୋଟେ ଭାଇ ଦେଶୀ ହୋଟେଲ ସନ୍ଧାନରେ ମୁଁ ସବୁବେଳେ ରୁହେ। ଏଠି ବି ଗୋଟେ ଦେଶୀ ହୋଟେଲର ସନ୍ଧାନରେ ମୁଁ ଆସି ପହଞ୍ଚିଛି, ଯାହାକି 82 ବନ୍ୟା, ମାନେ ପାଖାପାଖି 45 ବର୍ଷର ହୋଟେଲ। ଏବଂ ଯିଏ ରୋଷେଇ ବି କରୁଛନ୍ତି ସେ ଭାଇନାଙ୍କୁ ଆସିକରି ହେଲାଣି 75 ବର୍ଷ। 75 ବର୍ଷର ମଉସା ସେ ରୋଷେଇ କରୁଛନ୍ତି ଏବଂ ତାଙ୍କର ଜଣେ ଭାଇ ତାଙ୍କ ସାଙ୍ଗରେ ସାହାଯ୍ୟ କରୁଛନ୍ତି। ମୋତେ ବହୁତ ଲୋକ କମେଣ୍ଟ କରିଥିଲେ ଯେ ଭାଇନା ଆସିକି ଏଇଠିକି ଖାଆନ୍ତୁ, ଥରେ ଦେଖନ୍ତୁ। ତେବେ ଜାଗାଟି ହେଉଛି ଆପଣଙ୍କର, ଆପଣ ଆସୁଛନ୍ତି କଟକ ପାଟୁ ଆସୁଛନ୍ତି, ଯଦି କଟକ ପାଟୁ ଆପଣ ଆସୁଛନ୍ତି ଠିକ୍ ଆପଣଙ୍କ ବିରିଡ଼ି ଛକ ଉପରେ ହୋଟେଲଟି ପଡ଼ିବ। ହୋଟେଲଟି ଟିକେ ଭିତରକୁ, ଯେହେତୁ ରାସ୍ତା କାମ ଚାଲିଛି ହୋଟେଲଟି ଟିକେ ଭିତରକୁ ଅଛି। ହୋଟେଲଟିର ନାମ ହେଲା କଲ୍ୟାଣୀ ହୋଟେଲ। ଟିକେ ପୁରୁଣା କାଳିଆ ହୋଟେଲ, ଜଗତସିଂହପୁରର ବିରିଡ଼ି ଛକରେ ପଡ଼ିବ କଲ୍ୟାଣୀ ହୋଟେଲ। ତେବେ ଚାଲନ୍ତୁ ସେ ମଉସାଙ୍କ ସାଙ୍ଗରେ ଟିକେ କଥା ହେବା। ମଉସା ନମସ୍କାର। ନମସ୍କାର। ମଉସା କେମିତି ଅଛନ୍ତି? ଆଗ ଆପଣଙ୍କ ଶରୀର କେମିତି ସୁସ୍ଥ ଅଛି? ହଁ ଭଲ ଅଛି, ସୁସ୍ଥ ଅଛି। ଭଲ ଅଛି। ଆଜ୍ଞା। ଆଚ୍ଛା ମଉସା, ଆମକୁ ବହୁତ ଲୋକ କହିଥିଲେ ଆପଣଙ୍କ ହୋଟେଲ ବିଷୟରେ। ଆଜ୍ଞା। ବହୁତ ଲୋକ କହିଥିଲେ ଯେ ଆପଣ ଯାଆନ୍ତୁ ବିରିଡ଼ି ବଜାରରେ ଥିବା କଲ୍ୟାଣୀ ହୋଟେଲକୁ। ସେଠି ଜଣେ ମଉସା କରୁଛନ୍ତି, କାମ କରୁଛନ୍ତି, ଯେ ହୋଟେଲ କରୁଛନ୍ତି ଏବଂ ତାଙ୍କ ଖାଦ୍ୟ ଥରେ ଆପଣ ପରଖୁଛନ୍ତି। ଆଚ୍ଛା ମଉସା, ଆପଣଙ୍କର ହସ ଦେଖିଲେ ତ ଖୁସି ହେଇଯାଉଛନ୍ତି, ତାହେଲେ ଖାଦ୍ୟ ତ ନିଶ୍ଚୟ ଭଲ ହେଇଥିବ ବୋଲି ଆମର ଅନୁମାନ। ମଉସା ଟିକେ ଏ ହୋଟେଲ ବିଷୟରେ ଆଉ ଆପଣଙ୍କର ଖାଇବା ବିଷୟରେ ଟିକେ ଆମ ଦର୍ଶକ ବନ୍ଧୁ ମାନଙ୍କୁ କହିବେ? ଯେଉଁମାନେ ଦେଖୁଛନ୍ତି ଆମ ଦର୍ଶକ ବନ୍ଧୁ, ସେମାନଙ୍କୁ ଟିକେ କହିବେ, ଆପଣ ହୋଟେଲ ବିଷୟରେ ଟିକେ କହିବେ? 82 ମସିହା ପରେ ପରେ ଆମର ହୋଟେଲ ଆରମ୍ଭ ହେଇଛି ଆଉ। ଆଚ୍ଛା, 82 ମସିହା ପରେ ପରେ ହୋଟେଲ ଆରମ୍ଭ, ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଦିନ ହେଲାଣି ସମୟ ଆଉ। ଆଚ୍ଛା ଆଚ୍ଛା, 82 ମସିହାରୁ ଆପଣଙ୍କ ହୋଟେଲ, ପାଖାପାଖି 45 ବର୍ଷ ହେଲା ଆପଣଙ୍କ ହୋଟେଲ। ଆଚ୍ଛା, 45 ବର୍ଷରେ ଆପଣଙ୍କୁ ବୟସ କେତେ ମଉସା? ମତେ 75 ବର୍ଷ। 75 ବର୍ଷରେ ବି ଆପଣ ହୋଟେଲରେ ରୋଷେଇ କରି ଲୋକମାନଙ୍କୁ ଖାଇବାକୁ ଦଉଛନ୍ତି? ଆଜ୍ଞା। କଷ୍ଟ କେବେ ଲାଗିନି? ନାଇଁ ନାଇଁ କଷ୍ଟ କିଛି ନାହିଁ। ଆଚ୍ଛା, ଇଏ ଏତେ ଶକ୍ତି କୋଉଠୁ ପାଉଛନ୍ତି ଆଜ୍ଞା? ଖାଦ୍ୟ ଭାତ ଏତିକି ଅଳ୍ପ ଦିଟା ଖାଏ, ଡାଲି ଖାଏ, ଆଉ କିଛି ଖାଏନି। ଆଚ୍ଛା, ଆଉ ପନିପରିବା ଆଇଁଷ ଫାଇଁଷ କିଛି ନାହିଁ। ଆପଣ ଆମିଷ ଖାଆନ୍ତି? ନା ବିଲକୁଲ। କିନ୍ତୁ ଲୋକମାନଙ୍କୁ ଆମିଷ କରି ମଟନ କରେ, ଚିକେନ କରେ, ମାଛ କରେ, ସବୁ କରେ। ଆଚ୍ଛା, କେବଳ ଅଣ୍ଡା କରିବାକୁ ମତେ ଭଲ ଲାଗେ ନା, ଟିକେ ଘୃଣା ଲାଗେ। ଅଣ୍ଡା ଟା ଟିକେ ଭଲ ପାଏନି ମୁଁ କରିବା ପାଇଁ। ଆଚ୍ଛା ଆଚ୍ଛା, ଆଉ ସବୁ କରିକି ଦିଏ, କିନ୍ତୁ ମୁଁ କିଛି ଖାଏ ନା। ଆଚ୍ଛା ଆଚ୍ଛା। ଆଚ୍ଛା ମଉସା, ହୋଟେଲରେ କଣ ସବୁ ଆଇଟମ ଆପଣଙ୍କର ହୁଏ? ଆଜ୍ଞା, ଭାତ, ଡାଲି, ଭଜା, ପାମ୍ପଡ଼, ଆଉ ସାଲାଡ, ଖଟା, ଆଉ ମଟନ, ଚିକେନ, ମାଛ,
ଏଇ ସବୁ ହଏ। କୋଉ ଦିନ ବାଇଗଣ ଦହି ବାଇଗଣ ବି କରିଦଉ, ଆଉ ଚଣା ପନିର କରିଦଉ, ପନିର କରୁ, ଛତୁ କରୁ। ଆଚ୍ଛା ଆଚ୍ଛା। ଆର ପ୍ରାଇସ୍ କଣ ରୁହେ ମଉସା? ହୋଟେଲର ଯୋଉ ଆପଣଙ୍କର ଯୋଉ ମିଲ୍ ର ଖାଇବାର ପ୍ରାଇସ୍ କଣ ରୁହେ? ମଟନ ମିଲ୍ କଣ ରୁହେ, କଣ ରୁହେ? ଚିକେନ ମିଲ୍ 100 ଟଙ୍କା, ଚିକେନ ମିଲ୍ 100 ଟଙ୍କା, ମଟନ ମିଲ୍ 200 ଟଙ୍କା। ମଟନ ମିଲ୍ 200। ଆଜ୍ଞା। ଆଚ୍ଛା ସାଧା ମିଲ୍ 70 ଟଙ୍କା। ଆଚ୍ଛା। ଆଉ ଚୁଙ୍ଗୁଡି 150, ଚୁଙ୍ଗୁଡ଼ି 150, ଛତୁ 100 ଟଙ୍କା, ପନିର 100 ଟଙ୍କା। ଆଚ୍ଛା ଆଜ୍ଞା। ଆଚ୍ଛା ମଉସା, ଯୋଉ କୁହନ୍ତି ସମସ୍ତେ କେଶବ ଭାଇନାଙ୍କ ହୋଟେଲରେ ଚିକେନ ଟା ଭଲ ହୁଏ ବୋଲି, ଆଜ୍ଞା। କଣ ସେ ଚିକେନ ଟା କଣ ଏତେ ଭଲ ହୁଏ? ତାକୁ ଟିକେ ଆପଣ ରୋଷେଇ ସରିଲାଣି? ଚିକେନ ଆଜି ସରିଲାଣି? ଚିକେନ ହବ, କରିବ ପୂଜା। ଆଚ୍ଛା ହବ। ଆମେ ଟିକେ ଆଜି ଦେଖିବୁ ଚିକେନ ପ୍ରସ୍ତୁତ ଆପଣ କେମିତି କରୁଛନ୍ତି। ରୋଷ ଘର ଭିତରକୁ ପଶିଛୁ। ଆଜ୍ଞା କେଶବ ମଉସାଙ୍କର ଭାଇ ବସିଛନ୍ତି। ସାର୍ ନମସ୍କାର। ଆଜ୍ଞା ଉଦ୍ଧବ ବେହେରା ଆଜ୍ଞା। ନମସ୍କାର। ଆଚ୍ଛା ସାର୍ ଆପଣଙ୍କ ନାଁଟି? ଉଦ୍ଧବ ଚନ୍ଦ୍ର ବେହେରା। ଉଦ୍ଧବ ଚନ୍ଦ୍ର। ମଉସା ଯୋଉ କେଶବ ମଉସାଙ୍କର ଆପଣ ଭାଇ? ଆଜ୍ଞା। ଆଚ୍ଛା ମଉସା ତ ଆମର ଏ ବିରିଡି ଅଞ୍ଚଳରେ କହିବାକୁ ଗଲେ ତାଙ୍କ ହୋଟେଲ କଲ୍ୟାଣୀ ହୋଟେଲ ଫେମସ। ଆଜ୍ଞା ଆଜ୍ଞା। ଆଚ୍ଛା ସେ ବିଷୟରେ କିଛି ଆପଣ କହିବେ? ନା ଆମର ଆଜ୍ଞା ଫ୍ଲଡ ପରେ 82 ପରେ ଆରମ୍ଭ ହେଇଛି ଆଜ୍ଞା। ଆଜ୍ଞା। ଆଉ ଆମର ବ୍ଲକ ଷ୍ଟାଫ୍ ଖାଆନ୍ତି, ତହସିଲ ଷ୍ଟାଫ୍ ଖାଆନ୍ତି, ମେଡିକାଲ ଷ୍ଟାଫ୍ ଖାଆନ୍ତି, ଇଣ୍ଡିଆନ ବ୍ୟାଙ୍କ ଷ୍ଟାଫ୍ ଖାଆନ୍ତି, ଥାନା ବାଲା ବି ଖାଆନ୍ତି, ଆମର ସବୁ ଅଫିସିଆଲି ଷ୍ଟାଫ୍ ଖାଆନ୍ତି। ଆଉ ଏମିତି ଲେବର ଫେବର ପାଇଁ କାମ ପାଇଁ ପାର୍ସଲ ଫାର୍ସଲ କିଛି ଯାଏ ଆଉ। ଆଚ୍ଛା। ଏବେ ଟିକେ କୋଭିଡ ପରଠୁ ବେପାର କମି ଯାଇଛି ଆଜ୍ଞା। ଆଚ୍ଛା। ତାପରେ କୋଭିଡ ପରଠୁ ବେପାର ଯାହା ଟିକେ କମିଥିଲା ଅଧା। ଆଜ୍ଞା। ଆମର ଏଇ ଯୋଉ ଏନ୍ଏଚ ରୋଡ ଗଲା ଘର ଭାଙ୍ଗିଦେଲା। ଆଚ୍ଛା। ଆଉ ଘର ମାଲିକ ଟିକେ ଘର କରିନାହାନ୍ତି, କଲା ପରେ ଦୋକାନଟା ବଢେଇବୁ ଆଉ। ଦୋକାନଟା ଭାଙ୍ଗି ଯାଇଛି ଆଉ, ଆଚ୍ଛା ଆଚ୍ଛା। ବେପାର କମି ଯାଇଛି ଆଉ। ଆଚ୍ଛା ଏ ଯୋଉ ଆଇଟମ ଆଜି ଯୋଉ ହଉଛି, ଆଜି କଣ କଣ ଆଇଟମ? ଆଜ୍ଞା ବର୍ତ୍ତମାନ ଆଜ୍ଞା ଭାଇ ବସିଛି। ଆଚ୍ଛା। ଡାଲି ହେଇଗଲାଣି। ଆଚ୍ଛା। ଭାତ ଆଜ୍ଞା ହେଇଥିନି, ଭାତ ଏଇଠି ଭାତ ହେଇଗଲାଣି। ଭାତ ହେଇଗଲାଣି। ଆଚ୍ଛା। ଆଜ୍ଞା ଆମର ଏଇ ପ୍ୟାକେଟ ଚାଉଳ ସବୁ ରୋଷେଇ ହୁଏ। ଆଚ୍ଛା ସେଇ ପ୍ୟାକେଟ ଚାଉଳ? ଆଜ୍ଞା। ମାନେ କୌଣସି ଇଏ ଚାଉଳ ନା 42 ଟଙ୍କା ଚାଉଳ କେଜି। ଆଚ୍ଛା ଆଚ୍ଛା। ଭଜା ବସିଛି, ଆଚ୍ଛା। ଡାଲି ହଉଛି, ମସଲା ବଟା ଥୁଆ ହେଇଛି, ଚିକେନ ଆସିବ। ଆଚ୍ଛା ଆଚ୍ଛା। ମାଛ ଆଜ୍ଞା ହେଇଥିନେ ଥୁଆ ହେଇଛି। ଆଚ୍ଛା ଆଜ୍ଞା ମାଛ ଏଇ ଥୁଆ ହେଇଛି। ଆଚ୍ଛା। ଆଉ ଏଇ ଟାଇପର ମସଲା ମସଲି ବଟା ରେଡି ହେଇଛି। ନା ଆମର ତ ଫ୍ରିଜ ନାହିଁ ରଖିବାକୁ, ଯାହା ହେଲେ ସରିଯାଏ, କିଛି ବଳିବନି। କିଛି ଅଳ୍ପ ଅଳ୍ପ ହଉଛି ଆଜ୍ଞା, ବେଶୀ ହେଲେ ସିନା ବଳିବ ଆଜ୍ଞା। ଆଚ୍ଛା ଆଚ୍ଛା। ଆଉ କଣ କଲ୍ୟାଣୀ ହୋଟେଲର କଣଟା ଫେମସ ଆଜ୍ଞା? ଚିକେନ ମଟନ। ଚିକେନ ମଟନ ଆଜ୍ଞା ଆପଣ ଥରେ ଖାଇଲେ କିଛି ପଡେ ନାହିଁ। ଏଇ ଦେଖନ୍ତୁ ମାଛ ପାଇଁ ଜିରା ସୋରିଷ ବଟା ହେଇଛି, ପିଆଜ ଅଦା ରସୁଣ ଏତିକି ବଟା ହେଇଛି। ଆମେ ଦେଖେଇ ଦଉଛୁ ଆଜ୍ଞା ଯେ ପୁରା ଫ୍ରେଶ ବଟା ହେଇଛି, ଘରୁ ବଟା ହେଇଛି। ଆଉ ରୁଚିର ହଉଛି ମିଟ୍ ମସଲା। ଆମ ରୁଚି ଜିନିଷ ଆଜ୍ଞା ଆରମ୍ଭ ହୁଏ। ଦେଖୁନାହାନ୍ତି ରୁଚିର ସବୁ, ରୁଚିର ଚିକେନ ମସଲା, ରୁଚିର ଆମେ ଅଲଗା ଜିନିଷ କିଛି ବ୍ୟବହାର କରୁନେ। ଆଉ ମେଥି ପତ୍ର କେବେ ଏମବିଏଚ୍ ର ଆରମ୍ଭ। ଆଚ୍ଛା ଆଚ୍ଛା। ସେଇଟା ମସଲା ସବୁ ବଟା ହେଇକି ଆସିଛି ନା? ଆଜ୍ଞା ଆଜ୍ଞା ଗ୍ରାଇଣ୍ଡ ହେଇକି ଆସିଛି। ପଟ୍ଟନାୟକ ସାର୍ ପଚାରିଲେ ରସୁଣ ପଟ୍ଟନାୟକ, ଆଉ ସେ ତାଙ୍କ ସବୁବେଳେ ଏତେ ଲାଇକିଂ ତାର ଅଛି। ଆମର ଏଠି ରାଗ ଫାଗ ନାହିଁ, କଲର ନାହିଁ, କଲର ପସନ୍ଦ ନାହିଁ। କଲର ପସନ୍ଦ ନାହିଁ। ଜିନିଷ ଦେଖୁଛ ତ ଏଇଠି ଏତିକି ଜିନିଷ ହେଇଛି ଆଉ। ଏଇଟା ମଉସା ଆମର କଣ ହଉଛି ମଉସା? କଣ ପାଇଁ ଏଇଟା ଆଜ୍ଞା? ଚିକେନ ପାଇଁ ମସଲା ହଉଛି। ଏଇଟା ଚିକେନ ପାଇଁ ମସଲା ହଉଛି ନା? ଏଇ ଚିକେନ ମସଲାରେ ମାଛ ବି ବାହାରିବ? ନାଇଁ ନାଇଁ, ମାଛ ଅଲଗା ମସଲା ହବ। ମାଛ ବି ଅଲଗା ମସଲା? ଜିରା ସୋରିଷ ବଟା ହବ। ମାଛ ପାଇଁ ଜିରା ସୋରିଷ ବଟା ହବ। ସେଟା ବୋଧେ ଆପଣଙ୍କର ସୋରିଷ ମାଛ ହବ, ମାନେ ଯାହାକୁ ଆମେ ବେସର ଝୋଳ ଯୋଉଟା ହୁଏ ନା, ସେଇଟା ଆମର ଗରମ ମସଲା ହବ। ଆଚ୍ଛା। ଆମର ଫ୍ରିଜ ବିଲକୁଲ ନାହିଁ ଦୋକାନରେ, ଏପଟ ଫ୍ରିଜ ଆମର ନାହିଁ। ମାନେ ଦର୍ଶକ ବନ୍ଧୁ ଦେଖିପାରୁଥିବେ, ପୁରା ଗୋଟେ ସୁନ୍ଦର ପରିବେଶ, ଗଛ, ମଉସାଙ୍କର ପୁରା ବିଲ କରୁକୁ ଗଛ ବୁଛ ଅଛି। ତା ଭିତରେ ବଡ ଭାଇ ହଉଛି ନା ବାପ ତୁଲ୍ୟ ଲୋକ। ଆଉ ଆମେ କେଶବ ଭାଇ ହେଲା ଆପଣ ବାପ ତୁଲ୍ୟ ଲୋକ, କାହିଁକିନା ଆମକୁ ସେ ବଞ୍ଚେଇଛନ୍ତି ମାଛ ବେପାର କରିକି। ତ କହିବ ଏତେ ଦୁଃଖଦାୟକ, ସଂକ୍ରାନ୍ତିରେ ଭାଉଜଙ୍କର ସୁନା ବିକି ଆମକୁ ଖାଇବାକୁ, ଆଉ ତାଙ୍କୁ ଆମେ କଣ ଛାଡ଼ିପାରିବୁ? ମାନେ ଦେଖନ୍ତୁ ଦର୍ଶକ ବନ୍ଧୁ, ଆଜିକା ସମୟରେ ଯୋଉଠି ଭାଇ ଭିତରେ ପଡୁନି, ବାପା ପୁଅ ଭିତରେ ପଡୁନି,
ଭାଇ ତାଙ୍କ ବଡ଼ ଭାଇଙ୍କ କଥା କହି ତାଙ୍କର ସାନ ଭାଇ ନିଜେ କାନ୍ଦି ପକାଉଛନ୍ତି ଯେ ଭାଇ ମୋର ବାପ ତୁଲ୍ୟ, ଆମ ବାପା ମରିଗଲା ପରେ ଭାଇ ଆମକୁ କଥା ଶୁଣିଲା ବେଳକୁ ଆମକୁ ବି ଦୁଃଖ ଲାଗୁଛି। ଭଗବାନଙ୍କର ଦେଖନ୍ତୁ ଆଉ କିଛି ପଡ଼ିବନି, ଅଲଗା ଜିନିଷ କିଛି ନାହିଁ। ମାନେ ସମସ୍ତେ ଯୋଉ କହୁଥିଲେ ପୁରା ଦେଶୀ ଷ୍ଟାଇଲର ହଉଛି ବୋଲି, ନିରୋଳ ପୁରା ହେଇଛି ଦେଖିବେନି କିଛି। ଆପଣ ତ ଠିଆ ହେଇଛନ୍ତି, ଭାଇନାଙ୍କ ଆଖିରେ ଲୁହ ଦେଖନ୍ତୁ, ଭାଇନାଙ୍କ ଆଖିରେ ଲୁହ, ମାନେ ଏତେ କଷ୍ଟ, ଯାହା ହଉ ତାଙ୍କୁ କଷ୍ଟ ଲାଗୁଛି ବୋଲି ସେ କରୁଛନ୍ତି। ଆଉ ପୁଅଟା ଏମସିଏ କରି ଆଉ ଚାକିରିରେ ନହେଲେ ବଞ୍ଚିପାରିବା। ଆମ ଏ ବୟସରେ ମତେ 60 ବର୍ଷ ହେଲାଣି, ଭାଇକି 75 ଆଉ ଖଟି ପାରିବା? କେତେ ଖଟିବେ? ଆଉ ଭାରି କଷ୍ଟ ହଉଛି। ତା ଭିତରେ ବି କଷ୍ଟ କରୁଛନ୍ତି ଆପଣ। ନହେଲେ ଆଉ ଚଳିବା କେମିତି, ଖାଇବା କେମିତି, ସେଇଟା ହଉଛି ତା ଜମ୍ବାଡ଼ି ଗୁଟେ ନାହିଁ। ଆମ ଜମ୍ବାଡ଼ି ଟିକେ ବି ନାହିଁ, କିଛି ନାହିଁ। ଭୂମି ନା କହିବାକୁ ଗଲେ ଜଣେ ହେଲେ ବି ଯାଏ ବଡ଼ ବଡ଼ ଚୁଙ୍ଗୁଡ଼ି ହୁଏ, ଚୁଙ୍ଗୁଡ଼ି ଏବେ ଆସୁନି, ଗାଡ଼ି ଆସୁନି। ହଁ ଆସିଗଲା, ଚିକେନ ଆସିଗଲା, ପକାଅ ଚିକେନ ଆସିଗଲା, ଭାଇ ଆଣିକି ପଳେଇ ଆସିଲେ। ତମ ବି ମତେ ଉଠିଯିବ। ପକା ଭାଇନା ଏଇଟା କେତେ କିଲୋ ଚିକେନ ଅଛି? ଆଚ୍ଛା ଆମର ଏ ଜୁମା ନୁହଁ ଆଜ୍ଞା, ଇଏ ପୁରା ଆଡ୍ରେସ ଉତ୍ତରାଇ। ଲୋକ କାର ଫାର ଲାଗିକି 200, 250, 150। ଏଇଟା ଆମର କଣ ପଡିଗଲା? ଚିକେନ ମସଲା। ଆଜ୍ଞା ଆରେ ଆମେ ତ ଦେଖିପାରିଲୁ ବିଶେଷ କିଛି ମସଲା ଆପଣ ୟୁଜ କଲେନି। କିଛି ନାହିଁ, ଏତିକି ତ ସରିଲା, ଆଉ କିଛି ନାହିଁ। ଲୁଣ ପଡିବ, ଆଳୁ ପଡିବ, ଯାହାକି ଆପଣଙ୍କର ପିଆଜ, ରସୁଣ, ଅଦା ସେଇଟା ମୁଖ୍ୟ। ଆଜ୍ଞା ମାନେ ଏଥିରେ ଆଉ କିଛି ଆପଣ ୟୁଜ କରନ୍ତୁ ନାହିଁ। ଆଜ୍ଞା ये 4.5 किलो चिकेन में आलू केते पड़ला? 1.5 किलो आलू पड़ला। अच्छा ପିଲା ପିଲା ସବୁ କାର୍ଡ ନେଇକି ଆସନ୍ତି ଚିକେନ ଖାଇବା ପାଇଁ, ଅର୍ଡର କରିକି ଆସନ୍ତି। ଆଉ ଲୋକ ଆମ ବ୍ଲକ ମେଡିକାଲ ତହସିଲ ଷ୍ଟାଫ୍ ଅଛନ୍ତି, ଖାଆନ୍ତି। ଆଉ ତାପରେ ଆମର ମୂଲିଆଙ୍କର ପାର୍ସଲ ବି ଥାଏ, ପାର୍ସଲ ବି ଥାଏ। ଲୁଣଟା ପଡିଗଲା ନାଇଁ? ଆଜ୍ଞା ଲୁଣ ନ ପକେଇଦେଲେ ମନେ ପଡିବନି। ଆದ್ರೆ କେଶବ ବାବୁ ଛେଚିକିରି ଗୋଟେ ଇଏ ପକେଇଲେ ଗୁଜୁରାତି। ଆଚ୍ଛା କେଶବ ବାବୁ, ଭାଇ ଏବେ ଭାଇଙ୍କ ସାଙ୍ଗରେ କଥା ହେଲା ବେଳେ ଭାଇ ଆପଣଙ୍କ କଥା କହି କାନ୍ଦି ପକେଇଲେ, କହିଲେ ଭାଇ ଆମକୁ ମଣିଷ କରୁଛନ୍ତି, ବଡ ଭାଇ ଆମ ବାପା ସାଙ୍ଗର। ମାନେ ଆପଣ ବହୁତ ପରିଶ୍ରମ କରିଛନ୍ତି ଭାଇ ମାନଙ୍କୁ ମଣିଷ କରିବା ପାଇଁ, ନାଇଁ? ମୁଁ ସାଧାରଣ ବହୁତ ଜାଣ, ଉଦ୍ଧବ ବି ବହୁତ ଜାଣ, ପାଞ୍ଚ ଭାଇଙ୍କ ପାଇଁ ସମସ୍ତ ପାଇଁ ଜାଣ ବହୁତ। ଆଚ୍ଛା ଆଚ୍ଛା। ହେଲେ ଭାଇ ମାନଙ୍କ ଭିତରେ ପୁରା ଗୋଟେ ଭଲ ବଣ୍ଡିଂ। ସମସ୍ତଙ୍କ ଭିତରେ ଆମର କୋପରେସନ ଭଲ, କିଛି କେହି କାହାକୁ ବ୍ୟବହାର ଖରାପ କରିବା ନାହିଁ, ନାହିଁ କିଛି ନାହିଁ। ବୋଉ ମାନେ ବି ଭଲ, କାହା ଭିତରେ କଳିଗୋଳ ନାହିଁ, କେହି ଖରାପ କରିବା ନାହିଁ। ଆମ ବୋଉ ତ 107 ବର୍ଷ ଯେତେବେଳେ ଦିନେ ପାଟିରୁ ତୁ ବୋଲି କାହାକୁ କହିନଥାନ୍ତେ, ବୋଉ ମାନଙ୍କୁ କହୁ କିମ୍ବା ଆମକୁ କହିନଥାନ୍ତେ। ଆମ ବୋଉ ଏତିକି ବେଳେ ଏତିକି ପୂଜା ମାତ୍ର, ଆଉ ଦେଖିବାକୁ ପୁରା ସଫା, ଆଉ ବଢିଆ ଲୋକ, ବସିବେ ଚୁପ୍ ହେଇକି, କାହାକୁ କିଛି କହିବେ ନାହିଁ। ଆଚ୍ଛା ମସଲା ମସଲି ବିଶେଷ କିଛି ପକେଇଲେ? ନା କିଛି ଅଲଗା ମସଲା କିଛି ପଡେନି, କେବଳ ଅଦା ଲଙ୍କା ବଟା ଆଉ ଚିକେନ ମସଲା ପଡେ, ଆଉ ଗୁଜୁରାତି ପଡେ, ଆଉ ବାସ୍ନା ଅଲଗା ପ୍ରକାର ଆସିଲାଣି। ଆପଣ ଦେବେ ଭାତ, ଡାଲି, ଭଜା, ଖଟା ଆଉ ସାଲାଡ ଆଉ ଚିକେନ 6 ପିସ୍ ଦିଆଯାଏ। 4 ପିସ୍ ଲୋକ ଦେଲେ ଆମ 6 ପିସ୍ ବଡ ସାଇଜ ପିସ୍,
ଆଚ୍ଛା। ଆଳୁ ଖଣ୍ଡି ଖଣ୍ଡି ଦିଆଯିବ ପଛରେ ଝୋଳ ବି ଦିଆଯିବ ଆଜ୍ଞା। ଆତ୍ମା ଶାନ୍ତିରେ ଖାଇବେ ଆଉ ଯିଏ ଥରେ ଖାଇଯିବେ ନିଶ୍ଚିନ୍ତ ଏଠି ଆସିବେ। ଲୋକ ମାଛ ଖାଇବେ ଆଜ୍ଞା। କିନ୍ତୁ ଚିକେନ ଝୋଳ ମାଗିବେ, ଲୋକ ମାଛ ଖାଇବେ ଚିକେନ ଝୋଳ ମାଗିବେ। ଆଚ୍ଛା। ମାନେ କାହାକୁ ଏ ସାନ ଭାଇ ଖାଇବାକୁ ଦିଏ ଲୋକଙ୍କୁ, ହଁ। ଆପଣ ଯେମିତି ଲୋକ ଆସି ଥରେ ଖାଇଥିବେ ଏଠି, ହଁ। ସିଏ ବଞ୍ଚିଥିବା ପର୍ଯ୍ୟନ୍ତ ହଁ। ତାଙ୍କ ମନ ହବ ଏଠି ଆସିବାକୁ। ସେ ସାନ ଭାଇ ଯାକୁ ଖାଇବାକୁ ଦିଏ, ସିଏ ଏମିତି ଖାଇବାକୁ ଦବ, ସେ ନାଇଁ କରୁଥିବ ଇଏ ଜବରଦସ୍ତ ଦଉଥିବ। ରାଜସ୍ୱ ମଲ୍ଲିକ ଏମପି ଦେଲେ ଦୋକାନରେ ପଖାଳ ମାଛ ଭଜା ଭଜା ଖାଇବେ ଶିବଦତ୍ତରେ ତ ଏବେ ଯିବା ଆସିବା ସବୁବେଳେ ଆସନ୍ତି ଆଉ ଚିରଞ୍ଜୀବ ରଞ୍ଜ ତା ଫ୍ୟାମିଲି ଦୋକାନ ମାନେ କହିବାକୁ ଗଲେ ସିନା ଦୋକାନ ଛୋଟ କିନ୍ତୁ ଲୋକ ବଡ ବଡ ଲୋକ ଆସନ୍ତି ଖାଇବା ପାଇଁ। ଏ ଲୋକଙ୍କ ସାଙ୍ଗରେ ଏ ଦୋକାନକୁ ଏତେ ଚିହ୍ନା ପରିଚୟ ଆଜ୍ଞା। କରିଦେଇଛି ଯେଗାକୁ ଗଲେ ବି ମାନେ ପାକେଟରେ ପଇସା ପଛେ ନଥାଉ କିନ୍ତୁ କାମ ସବୁ ହେଇଯାଉଛି। ଈଶ୍ୱର ବହୁତ ଭଲ ମାନେ ଇଏ ମାଙ୍କର ଯୋଉ କଲ୍ୟାଣୀ ହୋଟେଲ ନାଁଟି କଲ୍ୟାଣ ଆପଣଙ୍କୁ କରିଦଉଛି। ହଁ ନିଶ୍ଚିତ ତାଙ୍କର ଦୋକାନ ଗୋଟେ ପାଲ ପକେଇକି ଯୋଉ କାሳ ପାଲ ବନ୍ୟା ବେଳେ ମିଳିଥିଲା, ଜଣଙ୍କ ଚାଳିଆ ଥିଲା, ତାପରେ ତା ପାଲ ପକେଇଥିଲୁ, ଆଞ୍ଚ ତିଆରି କରିଥିଲୁ ରାତି ରାତି, ସକାଳକୁ ଦୋକାନ ଆରମ୍ଭ କଲୁ। ଆଚ୍ଛା। ଜଳଖିଆ ଆଉ ମିଠା। ଏମିତି ମାଗି ରଖି ଲୋକଙ୍କୁ ଦେଇଛି ପାନ ଦେଇଛି ତାପରେ ଯୋଉ ବ୍ଲକ ଷ୍ଟାଫ କହିଲେ ଆଜ୍ଞା। ଆମ ପାଇଁ ଯୋଉ ଅରୁଆ ଫରୁଆ କର ଆମେ ଖାଇବୁ। ଏବେ ଆସ୍ତେ ଆସ୍ତେ ଅରୁଆ ଭାତ ଡାଲମା ଏମିତି ଡାଲି ଏମିତି କରୁ ଆସ୍ତେ ଆସ୍ତେ ହୋଟେଲ ଟା ପୁରା ବଢିଲା। ବଢିବା ପରେ ମିଠା ସୁଇଟ୍ ବି ରହିଲା। ଆଚ୍ଛା। ଆମେ ମିଠା ନିଜେ ତିଆରି କରିବା ଜାଣିଛୁ, ମିଠା ବି ସବୁ ଜାଣିଛୁ, ସବୁ ଆଚ୍ଛା ଆଚ୍ଛା। ମାନେ ଆପଣ କହିବାକୁ ଗଲେ ଅଲରାଉଣ୍ଡର। ସବୁ ଜାଣିଛୁ, ମିଠା ପିଠା ସବୁ ଆମେ ନିଜେ କରୁ। ତାପରେ ଆମେ କଣ୍ଡିସନ କରୁଛୁ ଟଙ୍କାଟା କାଟିବୁ ନାହିଁ, ଜିନିଷ ଭଲ ଦବ, ଜିନିଷ ପଇସା ନବ ସବୁ ଖାସି ଆଣନ୍ତି ମାଇ ଛାଡି। ନା ନା ସେ ସବୁ ନୁହଁ। ସେ ମାଛ ଦେଖନ୍ତୁ ଆଜ୍ଞା। ସେ ମାଛରୁ ଜାଣିବେ ଯେ ଭଲ ମାଛ ବି କୁକୁଡ଼ା ମାଛ ଲୋକ ତ ଅଛନ୍ତି ଆଜ୍ଞା। ମାଛ କାଟିଦେବେ ଦେଖନ୍ତୁ ମାଛ 25 ଟଙ୍କା ପିସ୍ ନଉଛି ଆଚ୍ଛା। ଏଇ ମୁଣ୍ଡ ଗୁଡା 40 ଟଙ୍କା ନଉଛି ପିସ୍ ଦେଖୁଛନ୍ତି ଆଜ୍ଞା ଆଜ୍ଞା। ଆପଣ ଦେଖିପାରୁଥିବେ ପୁରା ଫ୍ରେଶ ମାଛ ଆସିଲା। ଦେଖନ୍ତୁ ମାଛ ଏ ମାଛ ଆମର ସବୁବେଳେ ତମେ ସେଇ ହିସାବରେ ଆଜ୍ଞା ଆସ ଦେଖ ମାଛ ପିସ୍ ଗୁଡା କେମିତି ହେଇଛି। ହଁ 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 ମୋଟା ବି ଅଛି ଏମିତି ଛୋଟ ଆମେ ଛୋଟ ବେପାର ମାଛ- ବେପାର ବେପାର ହିସାବରେ ଆପଣ ଘର ଲୋକ କେମିତି ହୁଏ ସେମିତି ଆମେ ବି ଦେଖିଲୁ ଆଖି ଆଗରେ ସେ ଯେ ଚିକେନ ଆଣିକି ଆସିଥିଲେ ସେ ଆଖି ଆଗରେ ଚିକେନ ଆଣିକି ଆସିଥିଲେ। ଆମର ଆଉ ଇଏ କେତେ ସମୟ ଲାଗିବ କେଶବ ବାବୁ? ପାଖାପାଖି ହେଇଗଲା ଆଉ ଟିକେ ଆଉ ଅଳ୍ପ। ସେ ହେଇଗଲାଣି ପାଖାପାଖି ହେଇଗଲାଣି। ଏବେ ସରିଗଲା ଚିକେନ ଟା ଯୋଉ ଉଦ୍ଧମ ମଉସାଙ୍କର ଯୋଉ ସୁନ୍ଦର ଚିକେନ ଟା ଓ କଲରଟା ଦେଖିପାରୁଥିବେ। ସାର୍ ନମସ୍କାର। ନମସ୍କାର ସାର୍। ସାର୍ କଣ ଏ କଲ୍ୟାଣୀ ହୋଟେଲ ଆଉ ଉଦ୍ଧମ ମଉସାଙ୍କ ହୋଟେଲ ବିଷୟରେ କହିବେ କେମିତି କଣ ଲାଗେ? ବିରିଡି ବଜାର ଭିତରେ ଆମର 1 ନମ୍ବର ହୋଟେଲ, ପୁରା ଦେଶୀ ଖାଇବା, ପୁରା ଖାଇବା 1 ନମ୍ବର। ଦେଶୀ ଖାଇବା। ଦେଶୀ ଖାଇବା ଆଚ୍ଛା। ପୁରା ପୁରା ଜାଗା ଏମିତି ତ ଆମ ବଜାର ଭିତରେ ଏଠି କିଛି ନାହିଁ ଏମିତି ଖାଇବା। ବହୁତ ଲୋକ ବି କହିଲେ 15ପୁରରୁ ଜଗତସିଂହପୁର ଗଲା ଭିତରେ ବି ଇଏ ଗୋଟେ ଭଲ ଦେଶୀ ଖାଇବା ହୋଟେଲ। ପୁରା ଦେଶୀ ହୋଟେଲ, ପୁରା ଫାର୍ଷ୍ଟ କ୍ଲାସ, କେହି କମ୍ପ୍ଲେନ ନାହିଁ ନା କିଛି ନାହିଁ, ଝାକାସ ଖାଇବା ଇଏ। ଆଚ୍ଛା। ଖାଇବାର କିଛି କମ୍ପ୍ରମାଇଜ ନାହିଁ, ଯେମିତି ଖାଇପାରିବ। ଆଚ୍ଛା। ଆଜ୍ଞା। କେମିତି ତାଙ୍କର ସ୍ୱାଦ କେମିତି କଣ ଆଜ୍ଞା ଲାଗେ? ସ୍ୱାଦ 1 ନମ୍ବର ସାର୍। ଆଚ୍ଛା। ସ୍ୱାଦ ଉପରେ କେହି କମ୍ପ୍ରମାଇଜ କରିବେନି। ସ୍ୱାଦ ଥରେ ଯିଏ ଖାଇବ 10 ଥର ଦୌଡ଼ିବ ଆଉ। ଯିଏ ଖାଇବ 10 ଥର ଆସିବେ। 10 ଥର ନିଶ୍ଚିନ୍ତ ଆସିବ। ଆଚ୍ଛା। କଣ ସ୍ୱାଦ ଆଜ୍ଞା ଭଲ ଲାଗେ ଆଜ୍ଞା ଆପଣଙ୍କୁ ଏତେ ଖାଆନ୍ତି? ଚିକେନ, ମାଛ, ଘାଣ୍ଟ, ଭଜା, ଡାଲି ଫାଲି ସବୁ କୋଉଥିରେ ତାଙ୍କର ବାରିଆର ନାହିଁ। ପୁରା ଦେଶୀ ଖାଇବା, ଯେମିତି ଘର ଖାଇବା ତାଠୁ ବଢିଆ ଖାଇବା ମିଳିବ ଏଠି ଆଉ। ହଁ ଆଜ୍ଞା। ଆଚ୍ଛା। ମାନେ ଆମେ ତ ରେଗୁଲାର ଦୋକାନୀ ମାନେ ସମସ୍ତେ ଏଇଠି ଖାଉଛୁ ଆଉ। ଏଇଠି ଖାଉଛନ୍ତି? ଆଜ୍ଞା। ନମସ୍କାର ସାର୍। ଇଏ କଲ୍ୟାଣୀ ହୋଟେଲରେ କେଶବ ଭାଇଙ୍କ ବିଷୟରେ ଆମେ ଶୁଣିକିରି ଆସିଥିଲୁ। ଆଚ୍ଛା, ଆପଣଙ୍କର ଅଭିଜ୍ଞତା ଆଉ ଆପଣ ଏଠି କେତେ ବର୍ଷ ହବ ଖାଉଛନ୍ତି ଆଉ କେମିତି କଣ ଲାଗେ ତାର ଟିକେ କହିବେ? ଆଜ୍ଞା, ଏଠି ତ ପ୍ରାୟ ଆମେ ତ ଖାଇବାରେ 15-20 ବର୍ଷ ହେଲାଣି ହୋଟେଲର ନାଁ ଅଛି। ବହୁତ ଆଡୁ ବହୁତ ଲୋକ ଆସି ଏଠି ଖାଆନ୍ତି, ବାହାରୁ କଟକ ଭୁବନେଶ୍ୱର ଲୋକ ଆସିକି ଏଠି ଗାଡି ଫାଡି ରଖିକି ଖାଇକି ଯାଆନ୍ତି। ଆଜ୍ଞା। ଏ ନିଜେ ହୋଟେଲରେ ସିଏ ନିଜେ ରୋଷେଇ କରନ୍ତି, ନିଜେ ଖାଆନ୍ତି, ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି। ଯେ ପନିପରିବା ହଉ, ମାଛ ମାଂସ ହଉ, ଭଲ ଫ୍ରେଶ ଜିନିଷ ଆଣନ୍ତି, ନିଜେ ଖାଆନ୍ତି, ବାସ୍ ଅନ୍ୟମାନେ ବି ଖାଆନ୍ତି। ଆଉ ତେଣୁ କଲ୍ୟାଣୀ ହୋଟେଲର ନାଁ ଅଛି, ବହୁତ ଲୋକ ଆସି ଖାଆନ୍ତି। ଆଚ୍ଛା। ଆପଣ କଣ କଲ୍ୟାଣୀ ହୋଟେଲରେ ଏଇ 20 ବର୍ଷ ଖାଇଲା ଭିତରେ କଣ ସ୍ପେସିଫିକ ତାଙ୍କର ମଟନ ଚିକେନ ଟା ସବୁଠୁ ଭଲ ହୁଏ। ମଟନ ଚିକେନ। ଆଚ୍ଛା ଆଚ୍ଛା। ମଟନ ଚିକେନ ଟା ତାଙ୍କର ବହୁତ ଭଲ।
ଆଚ୍ଛା ଆପଣ କେତେ ଦୂରରୁ ଆସନ୍ତି ଆପଣ? ଆମେ ତ ଏଠି ପ୍ରାୟ 15-20 ବର୍ଷ ହେଲାଣି ହୋଟେଲରେ ଖାଉ। 15-20 ବର୍ଷ ହେଲା ଆଜ୍ଞା ଆଜ୍ଞା। ଆଚ୍ଛା କଲ୍ୟାଣ ଯୋଉ ରେଟ୍ ବି ରିଜନେବଲ ରେଟ୍, ଆଚ୍ଛା। ବାହାର ଅପେକ୍ଷା ରେଟ୍ ବହୁତ କମ୍। ସଫା ସୁତୁରା ଖାଇବା ହଁ ପିଇବା ପରିଷ୍କାର ପରିଚ୍ଛନ୍ନ। ଆମର ଏଠି କଲେକ୍ଟର ଗ୍ରିଭାନ୍ସରେ ଆସିଲେ ବି ଏଠୁ ଅର୍ଡର କରି ଖାଆନ୍ତି। ଆଚ୍ଛା 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 କଲେକ୍ଟର ଏଠି ବି ଖାଆନ୍ତି, ଗ୍ରିଭାନ୍ସରେ ଅର୍ଡର କରିକି ଏଠି ଦେଶୀ ପୋହଳା ମାଛ ଖାଆନ୍ତି କି ଚୁଙ୍ଗୁଡି ଖାଆନ୍ତି, ଏସବୁ ଖାଆନ୍ତି, ଅର୍ଡର ହୁଏ ଖାଆନ୍ତି। କହିବାକୁ ଗଲେ ହୋଟେଲଟା ସିନା ଛୋଟ କିନ୍ତୁ ବଡ ବଡ ଲୋକମାନେ ବହୁତ ବଡ ବଡ ଲୋକ ଏଠି ସାର୍ ଆସି ମାନେ ଖାଆନ୍ତି। ଖାଆନ୍ତି। ଆଜ୍ଞା ଇଭିନ୍ ଆମର ବିଜେପିର ଯୋଉ ଆମର ମନମୋହନ ସାମଲ ବି ଏଠି ଆସି ଖାଇକି ଯାଆନ୍ତି। ମନମୋହନ ସାମଲ ଏଠି ଖାଇକି ଯାଆନ୍ତି। ଆଚ୍ଛା ଆଚ୍ଛା ସମୀର ଦେଇ ଖାଇକି ଯାଆନ୍ତି। ଆଚ୍ଛା ଆଚ୍ଛା ଯୋଉମାନେ ଏପଟେ ଯାଇଛନ୍ତି ଆଜ୍ଞା ଆଜ୍ଞା ସେମାନେ ରହିକି ଏଠି ଖାଇକି ଯାଆନ୍ତି। ଯାଇଛନ୍ତି। ଆଜ୍ଞା ଆଚ୍ଛା ଆଚ୍ଛା ଇଏ ତ ଗଲା ଆପଣଙ୍କର ଖାଇବା ବିଷୟରେ ଆପଣ କହିଲେ ଆଜ୍ଞା। ସାର୍ ଏ କେଶବ ସାର୍ଙ୍କ ବିଷୟରେ କଣ କହିବେ? ଏତେ ବୟସରେ ଆମେ ଆସିଲା ବେଳଠାରୁ ଦେଖୁଛୁ ତାଙ୍କ ମନରେ ଗୋଟେ ଗୋଟେ ଲୋକଙ୍କର କିଛି ମନରେ ଯେମିତି ଥାଏ ହସ ନଥାଏ, ସେ ତ ଏମିତି ହସ ଖୁସିଆ ଲୋକ। ସିଏ ଆଜ୍ଞା ବହୁତ ଆଧ୍ୟାତ୍ମିକ ଲୋକ। ସିଏ ଟିକେ ଭାଗବତ ପଢନ୍ତି, ଇଏ କରନ୍ତି, କିନ୍ତୁ ରୋଷେଇରେ ସେ ପୁରା ଏକଦମ ଥର। ମାନେ ନ ଖାଇ ନ ପିଇ ସେ ଖାଆନ୍ତି ନାହିଁ, ଭାତ ଖାଆନ୍ତି ନାହିଁ। ସେ ଟିକେ ଭାତ ଡାଲି ଅଲଗା ଆଇଟମ ବି କିଛି ଖାଆନ୍ତିନି। ଆଚ୍ଛା କେବଳ ଚା ଦିନକୁ 4-5 ଥର ଖାଆନ୍ତି ଆଉ ରୋଷେଇବାସ କରନ୍ତି। ଆଚ୍ଛା ସେ ତାଙ୍କ ବଡ ଭାଇ, ସିଏ ମେନ୍ ରୋଷେଇ, ସିଏ ତାଙ୍କର ଦାୟିତ୍ୱ ଆଉ। ଆଚ୍ଛା ଆଚ୍ଛା ଆପଣ ଏତେ ବର୍ଷ ଖାଇଲା ଭିତରେ ସବୁବେଳେ ସନ୍ତୁଷ୍ଟ ଅଛନ୍ତି? ଆଜ୍ଞା ଆଜ୍ଞା। ଆଚ୍ଛା ପ୍ରାୟ ଏଠି ସ୍କୁଲ ହେଲା, ହାଇସ୍କୁଲ ହେଲା, ହାଇସ୍କୁଲ ଷ୍ଟାଫ୍ ଖାଆନ୍ତି, ବ୍ଲକ ଷ୍ଟାଫ୍ ଖାଆନ୍ତି, ବ୍ୟାଙ୍କ ଷ୍ଟାଫ୍ ଖାଆନ୍ତି, 2ଟା ବ୍ୟାଙ୍କ ଅଛି, ବ୍ୟାଙ୍କ ଷ୍ଟାଫ୍ ବି ଖାଆନ୍ତି ପ୍ରାୟ। 3ଟା ପରେ ଏଠି ସରିଯାଇଥିବ, ଆଉ କିଛି ନଥିବ। 3ଟା ପରେ ସରିଯାଇଥିବ। 2:30 3ଟା ବେଳକୁ ସରିଯାଇଥିବ। ଜଣେ ଭାଇନା ଖାଉଛନ୍ତି। କଣ ମଗେଇଛନ୍ତି ଖାଇବାରେ? ଚିକେନ ଚିକେନ ମିଲ୍ ମଗେଇଛନ୍ତି। ଚିକେନ ମିଲ୍ ଆଜ୍ଞା। ଆଚ୍ଛା କେମିତି କଣ ସ୍ୱାଦ ଅଛି? ଆଜ୍ଞା ଚିକେନ ବି ଭଲ ଭଲ ଲାଗୁଛି। ଆଉ ଆମର କଲରା ଭଜା, ଖଟା, ଆଉ ରାଇସ୍, ଡାଲମା ଠିକ ଭଲ। ସ୍ୱାଦିଷ୍ଟ ଲାଗୁଛି। ଆଉ ଆମେ ବି ଘରେ ଖାଇବା ଭଳିଆ ଖାଇବା। ଆପଣ ଆପଣ କେତେ ଦିନ ହବ ଏଠି ଖାଉଛନ୍ତି? ବହୁତ ଦିନ ଆମର ଏଇ ପାଖରେ, ଯେତେବେଳେ ଆମର ଡେଲି କାମ ୱାର୍କ କରିବାକୁ ଯାଉଛୁ, ତାହେଲେ ଏଇ ଟାଇମରେ ଆସି ଆମର ବହୁତ ଦିନ ବହୁତ ଥର ଖାଉଛୁ। ସୁସ୍ୱାଦୁ ଖାଦ୍ୟ ଆପଣ ସବୁବେଳେ ଖାଉଛନ୍ତି? ଆଜ୍ଞା ସ୍ୱାଦ ଲାଗିଛି। ଆଜ୍ଞା ତାଙ୍କର କଣ ସବୁଠାରୁ ଭଲ ଲାଗେ? ସବୁ ମାନେ ବେଶୀ ଆମର ଟିକେ ଚିକେନ ଖାଉ ଆଉ। ଚିକେନ ଖାଆନ୍ତି, ଘରୋଇ ଖାଦ୍ୟ ଭଳିଆ ଲାଗେ। ଆଜ୍ଞା ଆଚ୍ଛା ଏବେ କେଶବ ଭାଇଙ୍କ ହୋଟେଲର ମିଲ୍ ଆସି ମୋ ପାଖରେ ପହଞ୍ଚି ଯାଇଛି, ଯୋଉଟା କି ତାଙ୍କର ଫେମସ ଚିକେନଟା, ଦେଶୀ ଚିକେନଟା ଯୋଉଟା ବନଉଛି। ଆପଣମାନେ ତ ଦେଖିଲେ କୌଣସି ବିଶେଷ ମସଲା ମସଲି ପକେଇ ନାହାନ୍ତି। ତା ଭିତରେ ସେ ମିଲରେ ରହିଛି ମାଛ ଭଜା ରହିଛି, ତାଙ୍କର ଚିକେନଟା ରହିଛି, ଡାଲି ରହିଛି, ଆଉ ମାଛ ତରକାରୀ। ତେବେ ଚାଲନ୍ତୁ ଯିବା ଟେଷ୍ଟ କରିବା ଏବଂ ମୁଁ ଆପଣଙ୍କୁ ଜଣାଉଛି ତାଙ୍କ ସ୍ୱାଦଟା କେମିତି କଣ ଅଛି। କେଶବ ଭାଇ ହୋଟେଲଙ୍କର ଖାଇବା ଆସି ପହଞ୍ଚି, ମୁଁ ତ ତାଙ୍କର ଶୁଣିଛି ଚିକେନ ଆଉ ମାଛ ଫେମସ ବୋଲି, ତ ଆଜି ମୁଁ ଆପଣଙ୍କୁ ଟେଷ୍ଟ କରି ଜଣେଇବି ପ୍ରକୃତରେ ତାର ସ୍ୱାଦଟା କେମିତି କଣ ଅଛି, ନା ଏମିତି ଲୋକ କହୁଛନ୍ତି। ପ୍ରଥମେ ମୁଁ ଯେମିତି ଖାଦ୍ୟ ଆରମ୍ଭ କରେ, ଆପଣଙ୍କର ଭାତ ଡାଲି, ଭାଇନା ବି କହିଲେ ଆମର କିଣା ଚାଉଳ, ଭଲ ଚାଉଳ, ଟିକେ କିଣା ଚାଉଳ, ଆମେ ଦେଶୀ ଚାଉଳ ଆଣୁ। ଭଜାଟା କଲରା ଆଳୁ ଭଜାଟା, କଲରା ଆଳୁ ପଡ଼ି ଗୋଟେ ଦେଶୀ ଷ୍ଟାଇଲ ଗୋଟେ ବଢିଆ ଭଜା ହେଇଛି। ଆଜି ବିଶେଷ ଆଇଟମ ନାହିଁ, କାହିଁକିନା ଯେହେତୁ ଆଜି କିଛି ଧର୍ମଘଟ ଅଛି ବୋଲି ବନ୍ଦ ଅଛି,
ସେଥିପାଇଁ ବିଶେଷ ନାହିଁ, ସାଧାର ବିଶେଷ ଆଇଟମ୍ ନାହିଁ। ଆଇଁଷରେ ଆପଣ ଚିକେନ ଅଛି, ଆଜି ମାଛ ଅଛି। ଅଲଗା ବାରରେ, ସାଧା ବାରରେ ଛତୁ ବି କରନ୍ତି, ପନିର ବି କରନ୍ତି, ଆଉ ସାଧାରେ ବି କିଛି ତରକାରୀ ବି କରନ୍ତି। ଯାହା ବି କରନ୍ତି ସେ ଗୋଟେ ଘରୋଇ ଷ୍ଟାଇଲରେ କରନ୍ତି, ବିଶେଷ ତେଲ ମସଲା ନାହିଁ। ଆପଣଙ୍କୁ ଆଗରେ ଦେଖେଇଲି। ଭାତଟା ଟେଷ୍ଟ କରିବା। ଆଜ୍ଞା ହୁଁ, ହ୍ୟାଲୋ ବଢିଆ ହେଇଛି। ହୁଁ, ଝୋଳଟା ବଢିଆ ଅଛି। ହଁ ଟିକେ ଭାଇ ପୁରା ସେ ଯୋଉ ସୋରିଷ ମସଲା, ସୋରିଷ ମସଲାର ଗୋଟେ ଫ୍ଲେଭର ଆଉଛି। ସମସ୍ତେ କେକ୍ କାଟିଲେ ହୁଁ, ଚାପାତି ଚିକେନ ଗୋଟେ ଏକ୍ସଟ୍ରା ଦେଲେ ଡବଲ ମାଛ ରୋଷେଇ ହୋଇଯାଏ। ଆଉ ଆଉ ତିନି ବଢିଆ ହେଇଛି। ମାଛ ଝୋଳଟା ଶୁଣନ୍ତୁ ତିନିଟା ଫ୍ଲେଭର ଖାଇବି ଆଉ ଗୋଟେ ଡବଲ ମାଛ ଆଉ ଚିକେନ ଖାଲି ହାତ ବଢିଆ ହେଇଛି। ହୁଁ, ଆପଣ ବିଶେଷ ଲୋକ ଯେତିକି ଖାଆନ୍ତି ପାର୍ସଲ ହେଇଯାଏ। ବହୁତ ଲୋକ ଫୋନ କରିକି ପାର୍ସଲ ହେଇଯାଏ। ସେଥିପାଇଁ ଯଦି ଯଦି ଆପଣ ଆସୁଛନ୍ତି ଖାଇବାକୁ ଆସୁଛନ୍ତି, ତାହେଲେ 1ରୁ 2ଟା ଭିତରେ, ନହେଲେ 2ଟା ସାଢ଼େ 2ଟା ଭିତରେ ତାଙ୍କର ରହୁଛି, ନହେଲେ ତାଙ୍କର ସରିଯାଏ। କାହିଁକିନା 5 କିଲୋ ମାଛ ଆଣନ୍ତି, 5 କିଲୋ ଚିକେନ ଆଣନ୍ତି ଆମିଷ ବାରରେ। ଆଗରୁ ବହୁତ ହଉଥିଲା, ଯେହେତୁ ରାସ୍ତା କାମ ପରେ ହୋଟେଲଟି ଭାଙ୍ଗି ଯାଇଛି, ଭିତରକୁ ହେଇଯାଇଛି। ସେଥିପାଇଁ ଟିକେ ବେପାର କମି ଯାଇଛି। ମାଛ ତରକାରୀ ଯାହା ଶୁଣିଥିଲି, ହଁ ପତଳା ଝୋଳ, ସୋରିଷ ମସଲା, ବଢିଆ ଲାଗୁଛି। ଯେହେତୁ ପୁରୁଣା କାଳିଆ ଲୋକ, ସେ 70-75 ବର୍ଷର ଲୋକ, ସେ ତାଙ୍କ ଷ୍ଟାଇଲରେ ବନେଇଛନ୍ତି। ବିଶେଷ କିଛି ମସଲା ଗୁଣ୍ଡ ପକେଇ ନାହାନ୍ତି। ଆପଣଙ୍କର ପିଆଜ, ରସୁଣ, ଅଦା ପେଷ୍ଟ, ତା ସାଥିରେ ସୋରିଷ ମସଲା ନା ଭାଇନା, ସୋରିଷ ମସଲାଟା ନା ମାଛଟା, ଆଜ୍ଞା ସୋରିଷ ମସଲା ବଢିଆ ଲାଗୁଛି, ବଢିଆ ଲାଗୁଛି। କେମିତି ଲାଗୁଛି? ବେଶୀ ମସଲା ନାହିଁ, ସ୍ୱାଦ ବଢିଆ ଅଛି। ତାଙ୍କ ମାଛ ଚିକେନ ଏ ଦୁଇଟାକ ଫେମସ୍। ସେ ଅଞ୍ଚଳରେ ମାଛ ଚିକେନ ତାଙ୍କର ଦୁଇଟାକୁ ଫେମସ୍। ଏବେ ଟିକେ ଚିକେନ ଦେଖିବା ସ୍ୱାଦଟା କେମିତି କ'ଣ। ନା 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 ମୁଁ ଖାଇନି, ସେତିକି ସେତିକି ଲାଗୁଛି। ମୁଁ ଆପଣଙ୍କୁ ଜଣାଉଛି, ମାଛ ତ ବହୁତ ବଢିଆ ହେଇଛି, ବହୁତ ବଢିଆ ହେଇଛି। ପୁରା ଦେଶୀ ଷ୍ଟାଇଲରେ ହେଇଛି, ବେଶୀ ତେଲ ମସଲା ନାହିଁ, ମାଛ ବଢିଆ ଲାଗୁଛି।
सुपर है प्रकृत में जो भाई मैंने कहते प्रकृत चिकेटा भल लगे प्रकृत बहुत बढ़िया लगे बहुत स्वाद है बढ़िया लगुच बढ़िया बड़ बड़ आलू देते बढ़िया लगुच बहुत बढ़िया एक क्लास खातिर जो पड़ी मौसा जो छेचिक पकई आमर गुजराती तार फ्लेवर टा नाक बढ़िया अच्छे आप चाहिए चिकेन भी खाई पारे माछ भी खाई पारे बढ़िया सब बढ़िया अच्छे एक नंबर जगटा आप जानते बिरिडी एपटू आसिले जगतसिंहपुर बाटू आसिले राइट साइड रे पड़ो कटक रु जगतसिंहपुर को गले लेफ्ट साइड रे पड़ो बिरिडी छक ऊपर पूरा रास्ता ऊपर दुकान बिरिडी छक ऊपर टे आपको देखा पड़ो जे भीतर को जेहेतु रास्ता काम होता भीतर टे दुकान उठी जाइए देखा पड़ो चिकन टा बहुत बढ़िया लगुच माछ भी भल माछटा चिकन टा आहरी बढ़िया चिकन टा गोटे गरम मसला जो चिकेन मसला आप घर काटिकी आनी तार बास्ना बढ़िया है बहुत बढ़िया है माछ भी बड़ बड़ पीस माछ भी बड़ बड़ पीस छोट छोट पीस नहीं 30 टका नौ गोटे माछ पीस को गोटे लोक माछ आउ भात डाली भी खाईदब भजा माछ बड़ बड़ परिस्थिति माने होटेल मान सारा छोट छोट पीस थाए भल अच्छे यदि आपको भिडियोटी भल लगी लाइक करेंगे शेयर करेंगे और सब्सक्राइब करेंगे रोचे।